ହେଲା କିଏ ଏଇ ବ୍ରିଟିଶ ତାକୁ ଆମେ don't believe anything DD ଭାବରେ କିଛି ବି ବିଶ୍ୱାସ କର ନାହିଁ କଣ କଲେ ଆପଣ ଜିତି ଯାଇଛନ୍ତି ଗୋଟେ ପଇସା ଟା। ଜଲ୍ଦି କଣ କରନ୍ତୁ ଟଙ୍କା 5-10 ହଜାର ପଠାନ୍ତୁ ଏଟା ହବ ତମର କଣ ଡକୁମେଣ୍ଟ ଭେରିଫିକେସନ ପାଇଁ ତାପରେ ଗାଡି ଆସିକି ଆପଣଙ୍କ ପାଖରେ ଭାଇ ଗାଡି ତୁ ନେଇଯା 15 ଲକ୍ଷରେ 20 ଲକ୍ଷରେ ଗାଡି ମତେ ଲକ୍ଷେ ଟଙ୍କା ଦେଇଦେ ହଁ ମୁଁ ଏମିତି କହିଥିଲି ଏଥର ଗାଡି ତୁ ରଖିତେ ମତେ ପଇସା ଦେଇଦେ ଲକ୍ଷେ ଟଙ୍କା ଗାଡି ତୁ ନେଇଯା ମତେ ଦରକାର ନାହିଁ ମୋ ଲାଇସେନ୍ସ ଭାଇ ଏମିତି ହବ କେମିତି ହବ ତାହେଲେ ତାହେଲେ ଆମେ ବ୍ଲାଇଣ୍ଡଲି ଯୋଉ ବିଷୟ ଯୋଉଟା ହଁ ମୁଁ ଗାଡି ଜିତି ଯାଇଛି ସାଙ୍ଗେ ସାଙ୍ଗେ ପଠେଇ ଦଉଛି ତାପରେ ପଠେଇଦେବେ କଣ 15 ହଜାର ଦେଲା ମେଳାରେ ଗୋଟେ ଛୋଟିଆ ଗୋଟେ କାରଟେ ଦୌଡି ବାଲା ଟାଣିଦେବେ ଏମିତି ସେ କାର ଆଣିକି ତମକୁ ଧରେଇଦେବେ ନା ଆଚ୍ଛା ତାହେଲେ କିଛି ବି ଅନ୍ଧ ଭାବରେ ବିଶ୍ୱାସ କର ନାହିଁ ହେଲା ଗୋଟେ କଣ କର ଏଜୁକେସନ ନିଜେ କନସେଣ୍ଟ କର କାହିଁକି ତାହେଲେ ତମ ଶିକ୍ଷା ହଉଛି ତମର କଣ୍ଟିନ୍ୟୁ ପ୍ରୋସେସ ତାହେଲେ ତମେ ଏଇ ଜାଗାରେ ଯଦି ଠକିଲ ବି ତମେ ଯଦି ବ୍ଲାଇଣ୍ଡଲି ବିଶ୍ୱାସ ବି କଲ ସେଟା ଗୋଟେ ତମକୁ ଟିଚିଂ ଟା ଦେଇକି ଗଲା ସେ ଯେମିତି କଲେ ମୁଁ ଆଉ ଜୀବନରେ କଣ କରିବି ଠକିବି ଯୋଉ ଜାଗାରେ ଠକିବାର ନାହିଁ ସେଇ ଜାଗାରେ ତମେ କରିବି ଯୋଉ ଜାଗାରେ ଠକିବାର ଅଛି ସେ ଜାଗାରେ କରିବି ମାନେ ତମକୁ କିଏ ଫୋନ କଲା ତମେ ଥରେ ଅଧେ ଠକିଲ ଆଉ କେତେବେଳେ ଫୋନ କଲା ସେତେବେଳେ ଲକ୍ ଭଲ ଥାଇବି ପାରେ ହଁ ନା ସେଥିପାଇଁ ସବୁବେଳେ ଓଟିପି ସେୟାର କରିବ ବୁଝିପାରିଲ ସବୁବେଳେ କଣ ସେୟାର କରିବ ଓଟିପି ତାପରେ ମାନେ ଆକାଉଣ୍ଟରେ କଣ ଥିବ ସେ ଯିଏ ହାକର ସିଏ ବି ଦେଖିକି ଦୟା ଲାଗିବ ଆକାଉଣ୍ଟରେ ଟୁ ଡିଜିଟ ର ନମ୍ବର ମାନେ 4 ଡିଜିଟ କଣ କରୁଛି ହେଲା ଓଟିପି ନୁହେଁ ପିନ୍ ସେଟ କରୁଛି ୟୁପିଆଇ କରିବା ପାଇଁ 6 ଡିଜିଟ ର ମୁଁ 10 ଟଙ୍କା ଟ୍ରାଞ୍ଜାକ୍ଟ କରିବି ଆଗେ 6 ଡିଜିଟ ର ପାସୱାର୍ଡ ମାରିବି ହଁ ନା ନାଇଁ ଆକାଉଣ୍ଟ ଥିବ ଏତିକି ସେ ଯିଏ ଦେଖିବ ସିଏ କହିବ ବିଚାରା ଗୋଟେ ଚା ପିଇବ ନାଇଁ ଏକ୍ସାମ ମାନଙ୍କରେ କଣ ଥାଏ ପର୍ସରେ ଆମ ମାନଙ୍କର କାହାର ପଇସା ନାହିଁ ପଇସା ଥାଏ ପକେଟରେ ପର୍ସ ଥାଏ ପଛପଟେ ହେଲା ପଇସା ଥାଏ ପକେଟରେ ପର୍ସ ଥାଏ ପଛପଟେ ପର୍ସ କାହିଁକି ରଖିଛୁ ନା ପର୍ସରେ ଡକ୍ୟୁମେଣ୍ଟ ଅଛି ପ୍ୟାରିସ ୟୁନିଭର୍ସିଟିରେ ପାଠ ପଢଉଥିଲେ ହେଲା ପ୍ୟାରିସ ୟୁନିଭର୍ସିଟିରେ ପଢଉଥିଲେ ପିଟର କଣ କରୁଥିଲେ ସେ ପ୍ୟାରିସ ୟୁନିଭର୍ସିଟିରେ ପାଠ ପଢଉଥିଲେ ସେ ବୁଝିଲେ ଯେ ଭଗବାନ କହୁଛନ୍ତି ବୋଲି କୌଣସି ଜିନିଷକୁ ବିଶ୍ୱାସ କରିବା କଥା ନୁହେଁ one should not take anything one should not take anything as God's word ଭଗବାନ ଯାହା କହୁଛନ୍ତି ସେଇଟା ହିଁ ସତ ସେଇଟା ମାନିବା ଉଚିତ ନୁହେଁ ଭଗବାନଙ୍କ କଥା ବି ମୁଁ ଅନ୍ଧବିଶ୍ୱାସ ଭଗବାନ କହୁଛନ୍ତି ଚଢିଯା ଛାତ ଉପରକୁ ତା ଉପରକୁ ଚଢିଯା ତା ଯୋଉ ଆମର ବାରିଗେଡ ସାଇଜ ଯୋଉ କଣ ଥାଏ ବାଉଣ୍ଡ୍ରି ଉପରକୁ ଚଢିଯା ତାପରେ ଡେଇଁ ପଡ ମୁଁ ତତେ ବଞ୍ଚେଇ ନେବି ହେଁ ଡେଇଁ ପଡିବ ସିଧା ଯାଇ ସେଇଠି କହିବ କାହିଁ ବଞ୍ଚେଇଲନି ହେଲା ପୁଣି ଭୁଲି ଯାଇଛି ସମସ୍ତେ ଭୁଲି ଯାଉଛନ୍ତି ତ ସିଏ କାହିଁ ଭୁଲିବନି ଆମେ ପୁଣି ପୂଜା ପାଠ କରିବା ଟାଇମରେ ବହୁତ ଭୁଲି ଯାଉଛୁ ହଁ ନା ନାଇଁ ଆମ ମାଇଣ୍ଡରେ ଥିବ ଏକ୍ସାମ ହଲରେ ଆମ କ୍ୱେଶ୍ଚନ ଦେଖି ଆମ ବାହାରିଥିବ ହେଲା ତମେ ଘୋଷିବ ଇସଲାମ ଇଏଟା ହୟାଲ ହଲାଲ ଫଲାହ ହେଲା ହଲାଲ ଫଲାହ ତମକୁ ପଡିବ
ହଉ, ପଡିବ ନା ଏଇଟା ସରିଲା ପରେ ଆଉ ଗୋଟେ ହଉ। ଏଥିରେ ଖ୍ରୀଷ୍ଟିଆନ ମିଶନାରୀ ମାନେ ଟିକେ କ୍ଷୁବ୍ଧ ହେଇଗଲେ, ତାଙ୍କୁ ଟିକେ ଆଘାତ ବାଜିଲା। ସେ କଣ ହେଇଥିଲେ, ସେମାନଙ୍କ ମନରେ କହିଲେ ଭଗବାନଙ୍କ ନାଁରେ କହିଦେଇଛି। କାରଣ ସେମାନେ କଣ ଚାହୁଁଥିଲେ ଯେ ଲୋକମାନେ କେହି ସତ୍ୟଟା ନ ଜାଣେ। ସତ୍ୟଟା ସେମାନେ ବି ଜାଣିଛନ୍ତି, ବୁଝିପାରିଲ, ସତ୍ୟଟା କି ନ ଜାଣନ୍ତି। ସେଥିପାଇଁ ସେ ରୋଜା ଆମର ଯୋଉ ପିଟର ଆବେଲାଡକୁ କହିଥିଲେ, ତାକୁ ଥ୍ରେଟନ ମଧ୍ୟ କରିଥିଲେ, ତାକୁ ଧମକେଇ ମଧ୍ୟ ଥିଲେ, ଯୋଉଟା କହିଛ ସେଟା ଭୁଲ ବୋଲି ତମେ କୁହ, ସେଟାକୁ ତମେ ସେ କଥାଟାକୁ ଉଠେଇ ଦିଅ ହେଲା। ତ କଣ କହିଥିଲେ ଯେ ଖ୍ରୀଷ୍ଟିଆନ ତାକୁ ଥ୍ରେଟନ କରିଥିଲେ ଆଉ କହିଥିଲେ ଏଇଟାକୁ ରିଟ୍ରାକ୍ଟ କର, ତମର ଯୋଉ ଓପିନିଅନ ଟା ଦେଇଛ, ତମର ଯୋଉ ଥଟ ଟା ଦେଇଛ, ସେଟାକୁ ତମେ ରିଟ୍ରାକ୍ଟ କର। ତ ଖ୍ରୀଷ୍ଟିଆନ ମାନେ ରହିଲେ ତାଙ୍କର ଯୋଉ ବାଣୀଟା ଯୋଉ ପ୍ରଚାରଟା ସେ କରିଥିଲେ ତାକୁ ଉଠେଇ ନେବା ପାଇଁ ତାକୁ ଧମକ ଦିଆ, ଯଦି ତମେ ନ ଉଠେଇବ ତାହେଲେ ତମକୁ ମୃତ୍ୟୁ ଦଣ୍ଡ। ହେଲା, ଚାହାନ୍ତି ଏ ଯୋଉ ମଶାର ବି ପୋଷ୍ଟମର୍ଟମ କରୁ ହେଲା, ମଣିଷ ହାତ ଦୂର କଥା, ତା ମଶାଟାକୁ ଆରାମରେ ଧରିବ। ହଁ ବଢିଆ, ତାର ଗୋଟେ ଗୋଟେ ଡେଣା ପଡିଥିଲା, ମୋ କାନ ପାଖରେ ଘୁ 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 ଘୁ, ହଁ ଘୁ 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 କରୁଥିବେ ଯେ ଘୁ ଘୁ। ଦେଖିଲ ୟାରେ ସବୁ କଣ କଣ ହତ୍ୟାକାରୀ ତମ ମାନେ ସବୁ ମର୍ଡର। ତା ଦେହରେ ହିଁ ବ୍ଲଡ ନାହିଁ, ତା ପାଖକୁ ପଡିବ ତା ବଡିରେ ସବୁ କରିଥିଲା କଣ। ତାପରେ ଆସିବ ଆମର କିଏ ରୋଜର ବ୍ୟାକଅପ୍। ରୋଜର ବ୍ୟାକଅପ୍ କହିଥିଲେ ଯେ ଯେକୌଣସି ଜିନିଷକୁ ଗ୍ରହଣ କରିବା ପୂର୍ବରୁ ତାର ସତ୍ୟତା ଅନୁସନ୍ଧାନ। ରୋଜର ବ୍ୟାକଅପ୍ କଣ ଲେଖିଥିଲେ? ଇଏ ରହିଲା, ସେ କହିଲେ ଯେ କୌଣସି ଜିନିଷକୁ ଜାଣିବା ପୂର୍ବରୁ ତାର ସତ୍ୟତା ବିଷୟରେ ଅନୁସନ୍ଧାନ କର। ଇଏ ଯାଇ ତମ ନାଁ ଦି ଜଣଙ୍କ ନାଁରେ କହିଲା, ତମେ ଦି ଜଣ ଆଉଥରେ ଚେକ୍ କଲ କି ଆରେ ତୁ ମନରେ ଏମିତି କହିଛୁ, ପଚାରେ। ସେଇଠୁ ଯଦି ତମେ ଯଦି ପଚାରିଥାନ୍ତ ତାହେଲେ ବିଚାରି ହେଲା, ତାହେଲେ ବୁଝ ଆଉ ପୁଅ ମାନଙ୍କର ହଁ କହିଛି ତ କହିଛି ଆଉ, ଆଚ୍ଛା କାଲି ପୁଣି ଆଜି ଝଗଡା କରିବା, କାଲି ପୁଣି ମିଶିବା, ହଁ ନା ନାଇଁ। ସେ ବିଚାରଟାକୁ ଏକଲା କରିଛି। ତାହେଲେ କଣ କୁହାଗଲା ଯେ କୌଣସି ଜିନିଷ ମାନି ନେବା ପୂର୍ବରୁ ତାର ସତ୍ୟତା ବିଷୟରେ ଟିକେ ତ ତମେ ଇନଭେଷ୍ଟିଗେଟ କର, ହେଲା। ସେ ଜିନିଷଟା ସତ କି ମିଛ, ତମକୁ କୁହାଯାଉଛି ସପିଂ କଲେ ଏତିକି ଟଙ୍କାର ସପିଂ କଲେ ତମକୁ ମିଳିବ ଗୋଟେ କୁପନ। ହଁ ତମେ ଲକି ଡ୍ର ଯଦି ଜିତିଗଲ ତମେ ଯିବ କୋଉଠି, ପୁରୀ ମନ୍ଦିର, ହେଲା, ମନ୍ଦିର ବୁଲିବା ପାଇଁ ଯିବ, ଆଉ ବେଶୀ ଦୂରକୁ ନେଇ ହବ ହେଲା, ବଜେଟ ନାହିଁ। ତାହେଲେ ଭାବ, ତାହେଲେ ତମମାନେ କିଣି ଦଉଛ, ସ୍କ୍ରାଚରେ ତମମାନଙ୍କର କାହାର କିଛି ଆସୁନି। ଆଉ ଦେଖିବ ଘର ଘର ବୁଲିକି ଗୋଟେ ଗୋଟେ ଲୋକ କୁପନ କାର୍ଡ ବିକ୍ରି କରନ୍ତି, ଆପଣ ଏତିକି ଟଙ୍କା ଜିନିଷ କିଣିଲେ ଶାଢୀ କିଣିଲେ ଆପଣଙ୍କୁ ଗୋଟେ ସ୍କ୍ରାଚ କାର୍ଡ ମିଳିବ, ସେଥିରେ ଆପଣ ୱାସିଂ ମେସିନ ପାଇପାରିବେ, ଗ୍ରାଇଣ୍ଡର ପାଇପାରିବେ, ଟିଭି ପାଇପାରିବେ, ଏକ୍ସ ୱାଇ ଜେଡ୍ ସବୁ କିଛି ପାଇପାରିବେ। କଲା ବେଳକୁ ସବୁଠାରୁ ଚିପେଷ୍ଟ ଜିନିଷ ମିଳିବ କଣ ନା ଗୋଟେ ଗ୍ରାଇଣ୍ଡର ମିକ୍ସର ସରିଲା, କେତେ ଟଙ୍କା 1000 1200 ଟଙ୍କା। ସେ କହିବେ
ବେଡସିଟ୍ ମିଳେ ନା। ଏଇ ସବୁ ଜିନିଷଟା କଣ ଯାହାର କିଛି ଗୋଟେ ମିଳିଲା ନା ନାଇଁ ସବୁଠୁ ବେଶୀ ଆମେ ଗୁଗଲ ପେ ରେ ପେମେଣ୍ଟ କଲା ବେଳେ ଟଙ୍କାଟେ ମିଳିଲା ବା କେତେ ଖୁସି ହବ। ତାପରେ ସେ କଣ କହିଲେ କୌଣସି ଜିନିଷ ମାନି ନେବା ପୂର୍ବରୁ ତାର ସତ୍ୟତା ବିଷୟରେ ଟିକେ କଣ କର ଖୋଜ ଖବର ନିଅ ଯେ ସେ ଜିନିଷଟା ସତ କି ମିଛ ବୁଝିପାରିଲ କହୁଛ ଆରେ କଣ ଦେଲି ହଁ ପାଖକୁ ଆ ତୋତେ ମାରିବିନି କିଏ କୁହେ ଜମା ମାରିବିନି ପାଖକୁ ଆ ମାରିବିନି ରୋଜ ମାନେ ବାଡେଇବି ପାଖକୁ ଆସିଲେ ମାନେ ତାହେଲେ ସେଇ ଜିନିଷ ଆଗେ ସତ୍ୟଟା ଇଏ କର ମାରିବା କି ମାରିବି ତାହେଲେ ସେ ଜିନିଷ କୁହାଯାଏ ଯେ ବେଲ୍ଟ ଫେଲ୍ଟ ଥିଲେ ସେ ସବୁ ଜିନିଷ ଥିଲେ ପାଖକୁ ପଳେଇ ଆସ ମାନେ ତାଙ୍କୁ ଜାବୁଡିକି ଧରିବେ ସେ ମାରିବେ କଣ ମାରିପାରିବେ କିନ୍ତୁ ବେଲଣା ଫେଲଣା ଚପଲ ଫପଲ ଧରୁଥିଲେ ଦୂରକୁ ଯେତେ ଯିବା କଥା ପାଖରେ ଆସ ସେଟା ଭଲ କଥା ଭଗବାନ ଆସୁଛନ୍ତି ତମ ପାଖକୁ ତମକୁ ବାଡେଇବା ସରକାର ଜୀବନରେ ମାଡ ନହେଲେ କିଛି ହବ ଝୁଲେଇକି ମାଡ ଖାଇବ ମୋରି ଭଳି ଗୋଡ ବାନ୍ଧେଇକି ଉପରେ ଝୁଲେଇ ଦେଇକି ଯୋଉ ବାଡେଇ ଦେଲେ ସାଧାରଣତଃ କିଏ ଜାଣିଥିବ ଅମରି ଗଛ କିଏ ଜାଣିଛ ଅମରି ଗଛ ଖୁବ ମାଡ କେତେଟା ଅମରି ଗଛ ମୋ ପାଇଁ ଭଙ୍ଗା ହେଇଛି ଓ, ଛାଡ ଆଉ ଏଠି ତାର ରେଜଲ୍ଟ ବିଷୟରେ ବୁଝିପାରିଲ ଏବେ ଆସିଲା ତା ରେଜଲ୍ଟ ସାର କିଏ କଣ ତିଆରି କଲା ଏବେ ତ ଦେଖିବା ରେଜଲ୍ଟ ଆମର କଣ ଥିଲା କଣ ସବୁଠାରୁ କଷ୍ଟିଆ ଏହା ଦ୍ଵାରା କଣ ହେଲା ନା ନୂତନ କ୍ଷେତ୍ରରେ ବିଜ୍ଞାନ ସାହିତ୍ୟ ଏବଂ କଳାକୁ ନୂତନ ଜନ୍ମ ମିଳେ ବୁଝିପାରିଲ ଏଇ ତା ରେଜଲ୍ଟ ହିସାବରେ କଣ ହେଲା ସାଇନ୍ସ ରେ ନୂତନ କିଛି ଜିନିଷ ଇନଭାଇଟ କରାଗଲା ଲିଟରେଚର ଆସିଲା ନୂତନ ତାକି ତମେ ଭିନ୍ନ ପ୍ରକାର ବହି ପତ୍ର ଦେଖିବ ରହିଲା ଭିନ୍ନ ପ୍ରକାର ଆର୍ଟ ଆର୍କିଟେକ୍ଚର ସ୍କଲ୍ପଚର ହେଲା ଏଇ ସବୁ ତ ତା ଭିତରେ ଆମେ ଫାଷ୍ଟ ଦେଖିବା ନ୍ୟୁଟନ ମୁଣ୍ଡରେ ହାତ ପଡିବା ସେଦିନ ଯଦି ବାଚ୍ଚା ଥିଲା ନା ବୋଧେ ଏବେ ଲାଗୁଛି ସେ ଗୋଟେ ଗଛ ଉପରେ ସେ ଯାହା ବି ରହିବ ହେଲା ସେ ମତେ ଲାଗୁଛି ବୋଧେ ସାଇଡରେ ବୋଧେ ତମେ ଥିଲ ବୋଧେ ସେ ସାଇଡ ତମେ ଦେଖୁଥିଲା କାଇଁ ଖାଇ ପିଇକି କାମ ନାହିଁ ଇଏ ଗୋଟେ ଯାଇକି ଆପଲ ଗଛ ତଳେ ହିଁ ବସିଥିଲା। ଆଗରୁ ବି ତ ଜିନିଷ ପଡୁଛି ର ସେ ଲ କଥା ପଚାରୁନି ଲ ରିଆକ୍ସନ କରି ମୁଁ ଏଇନା ମତେ ମୋ ଦେହରେ ବି କରେଣ୍ଟ ଥିବା ଦରକାର ତାହେଲେ ମତେ କାହିଁ ଝଟକା କାହିଁ ଲାଗୁଛି ହଉ ଫାର୍ଷ୍ଟ ଆମେ ସାଇନ୍ସ କ୍ଷେତ୍ରରେ ଦେଖିବା ପ୍ରଥମେ ରହିଲା କୋପରନିକସ୍ ତାର ଏଇଠି କୋପରନିକସ୍ ବୁଝିପାରିଲ ଏ ବ୍ୟକ୍ତି ଥିଲେ ଯିଏକି କହିଲେ ଯେ sun is the center of the solar ଲୋକ ସେ ଗୋଟେ ସାଇଣ୍ଟିଷ୍ଟ ସାଇଣ୍ଟିଷ୍ଟ କହିଲେ ଫାଷ୍ଟ କଣ କହିଲେ sun is the center of solar system
सोलार सिस्टम कहले जे अर्थ बा बाकी सब प्लैनेट्स गुड़िक सर्कल है माने सर्कल वे रे जब कहबा ऑर्बिट रे कौन करूछंती सन अराउंड रे बुलुछंती मूविंग अराउंड द सन सूर्य चारिपटे ସେମାନେ କଣ କରୁଛନ୍ତି ନା ଗୋଟେ ଗୋଲାକାର ଓଭାଲ ନୁହେଁ ଗୋଲାକାର ହେଲା ସାଧାରଣତଃ ତମେ ଜାଣିଛ ହାଫ सर्कल है हाफ सर्कल फुल सर्कल 90 डिग्री ଜାଣିଛ କଣ କଣ କହିଲା ପରେ ମୁଁ ବୁଝିପାରିଲି ଦେଖ ସାଧାରଣତଃ हाफ सर्कल फुल सर्कल हाफ सर्कल ए हाफ सर्कल फुल सर्कल 90 डिग्री ए ଜାଣିଲ ଏ ଗୋଟେ ଜିନିଷର ନାଁ ଆସିବ हाफ सर्कल फुल सर्कल हाफ सर्कल फुल सर्कल 90 डिग्री ହେଲା ତାହେଲେ ଆମେ କଣ କରିବା ସର୍କଲି କଣ କରୁଥିଲା ଆଉ ଏଇପଟେ କି ରହିଲା ବୁଝିପାରିଲ ସୂର୍ଯ୍ୟ ହେଲା देखो से तो ଗୋଟେ କୁହାଯାଏ ଫାୟାର ବଲ୍ ଟା ସେଇଟା ଟିକେ ଅଧିକ ଫାୟାର କରିଦିଏ ଏଠି କିଏ ଫାଷ୍ଟ ଗଲା ତ ସେଥିପାଇଁ କଣ କଲେ ଏବଂ ସେ କହିଲେ ଯୋଉ ଯେହେତୁ ଖ୍ରୀଷ୍ଟିଆନ ମିଶନାରୀ ମାନେ ଟିକେ ତ କଣ ଥିଲେ ଅନ୍ଧଭକ୍ତ ଥିଲେ ହେଲା ସେ କହିଲା ନା ତମେ ଭୁଲ କଥା କହୁଛ ସନ୍ କେମିତି ସେଣ୍ଟର ହବ ସନ୍ ତ ଏଇପଟରୁ ଉଠିକି ଏଇପଟେ ଯାଉଛି ଏଠି କିଏ ସ୍ଥିର ରହିଲା ପୃଥିବୀ ସ୍ଥିର ରହିଲା ଆଉ ସେଇଠି ରହିଲା ସେଣ୍ଟର ରେ ବାକି ସବୁ କାହା ଚାରିପଟେ ବୁଲୁଛି ସନ୍ ବୁଲୁଛି ପୃଥିବୀ ଚାରିପଟେ କହିଲେ ସେ ଗୋଟେ ସାଇଣ୍ଟିଷ୍ଟ ସେ ଯଦି ଆଉ ତାପରେ କଣ ହେଲା କୋପରନିକସଙ୍କୁ ଧମକାଇ ଦିଆଗଲା ତାଙ୍କୁ କଣ୍ଡେମ କରାଗଲା ଯେ ତମର ଇଏଟାକୁ କଣ କର ଉଠେଇ ଦିଅ ତାକୁ ହେରେଟିକ ବୋଲି କୁହାଗଲା ନାସ୍ତିକ ମାନେ ଧର୍ମଦ୍ରୋହୀ ତାକୁ କୁହାଗଲା ତାଙ୍କୁ କଣ ବୋଲି କୁହାଗଲା ହେରେଟିକ ବୋଲି କୁହାଗଲା କାହାକୁ କୋପରନିକସ କୋପରନିକସକୁ ସପୋର୍ଟ କରିଥିଲା ଅନ୍ୟ ଜଣେ ସାଇଣ୍ଟିଷ୍ଟ ତାଙ୍କ ନାଁ ହଉଛି କେପଲର ଲିଭେଇବି ତ ହଁ କେପଲର ତାକୁ ସପୋର୍ଟ କରିକି କହିଥିଲେ ଯେ ଯାହା କୋପରନିକସ କହୁଛି ତାହା ସବୁ ଠିକ ଅଛି ଖାଲି ଗୋଟେ କଣ ଭୁଲ ଥିବ କେପଲର କହିଲା ସନ୍ ସେଣ୍ଟରରେ ଅଛି ବାକି ସବୁ ପ୍ଲାନେଟ ବୁଲୁଛି ଠିକ ଅଛି କିନ୍ତୁ ବାକି ସବୁ ପ୍ଲାନେଟ ସର୍କଲି ବୁଲୁ ନାହାନ୍ତି ଓଭାଲି ବୁଲୁଛନ୍ତି କୋଉ ଟାଇପ ର ବୁଲୁଛନ୍ତି ଓଭାଲି ତାହେଲେ କୋପରନିକସ କୋପରନିକସ କେପଲର 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 ଏଟାକୁ ଲେଖିଲି ସେ ସେଇଟାକୁ ସପୋର୍ଟ କରିଥିଲି ଯେ ସନ୍ ସବୁ ଜାଗାରେ କଣ ଅଛି ସେଣ୍ଟରରେ ଅଛି କିନ୍ତୁ ଖାଲି ଚେଞ୍ଜ ଏତିକି ହେଲା ସେ ସର୍କଲି ବୁଲୁନି ସେ ଓଭାଲି ବୁଲୁଛି ହେଲା ଯେ ସେ ବୁଲୁଛି ଯୋଉ ପ୍ଲାନେଟ ମାନେ ରହିଲେ ହେଲା ସେମାନେ କଣ କରୁଛନ୍ତି ନା ମୁଭି around the sun ଓଭାଲି ହେଲା କଣ ବୁଲୁଛନ୍ତି ଓଭାଲି ବୁଲୁଛନ୍ତି ଓଭାଲ ମାନେ ହେଲା ଏମିତି ବୁଲୁଛନ୍ତି ତମେ ସାଧାରଣତଃ ସିଜନ ଚେଞ୍ଜ ହେବାର ବି ରିଜନ ତମେ ଜାଣିଛ ବହୁତ ପଢିଛ ସିକ୍ସ ହେଲା ଜିଓଗ୍ରାଫି ପଢି ପଢି ମୁଣ୍ଡ ଅଧା ଯାଇସାର ବୁଝିପାରିଲ ହଉ ଆହୁରି ପଢିବ আমি কি
ତାର ଏଇଠି ପହଞ୍ଚିବି ମୁଁ ତ ଭାବୁଛି ଆ ଭିତରେ କ୍ଲାସ କଣ୍ଟିନ୍ୟୁ ଦେଇକି ଶାନ୍ତି କହିଲେ ଯାଇକି କାହିଁକି ନା ଆର 5 ତାରିଖରେ ଏକ୍ସାମ ଅଛି।